এইଭଳି ଭାବରେ এই ଭଜନ ମଧ୍ୟ ଯେମିତି ଶାଲବୈଗ ଭଜନ ସେଇଭଳି ଅଭିରାମ ପରମହଂସଙ୍କର ଯେଉଁ ଭଜନ ଗୁଡ଼ିକ ଲୋକ ଜନାଦୃତି ଲାଭ କରିଛି ସେଇଥିରୁ ଗୋଟିଏ ଭଜନ ମୁଁ ଆଉ ତାଙ୍କ ବିଷୟରେ ବିଶେଷ ନ କହିକିରି ଆସନ୍ତୁ ସେ ଗୋଟିଏ ସୁନ୍ଦର ଭଜନ ଲେଖିଛନ୍ତି କୃଷ୍ଣଙ୍କୁ ଦିଅତୁ ତୁଳସୀ। ଏଇ ତୁଳସୀର ମହିମା ବା ତୁଳସୀର ମାହାତ୍ମ୍ୟ କ'ଣ, ଆମେ କାହିଁକି ତୁଳସୀ ଟିକେ ପ୍ରସାଦ ରୂପରେ ସେବନ କରୁଛେ? ବିଷ୍ଣୁଙ୍କର ସିଏ ତ ଅତି ନମସ୍ତେ ତୁଳସୀ ମାତ ନମସ୍ତେ ବିଷ୍ଣୁ ବଲ୍ଲଭୀ। ତେଣୁ ଏଇ ଯେଉଁ ତୁଳସୀକୁ ଆମେ ପୂଜା କରୁଛେ, ତୁଳସୀ ଚଉରା ସନ୍ଧ୍ୟାବେଳେ ସକାଳେ ପାଣି ଦେଉଛନ୍ତି, ଆପଣ ସଞ୍ଜ ବଳିତା ବସାଉଛନ୍ତି ଏବଂ ଏପରିକି ଆମର ସମସ୍ତ ମାଙ୍ଗଳିକ ବା ଶୁଭ କାର୍ଯ୍ୟରେ ତୁଳସୀ ପତ୍ର ଟିକେ ଦରକାର ହେଉଛି ଏବଂ ଶ୍ମଶାନକୁ ଯିବାବେଳେ ମଧ୍ୟ ଆଜ୍ଞା ତୁଳସୀ ଗଛଟିଏ ଯାଉଛି। ତେଣୁ ଏଇ ଯେଉଁ ତୁଳସୀର ଆଦର ରହିଛି ଆମ ହିନ୍ଦୁମାନଙ୍କର ଏବଂ ସବୁ ଶାସ୍ତ୍ରମାନଙ୍କରେ ମଧ୍ୟ ଉଲ୍ଲେଖ ଅଛି। ସେଇ ତୁଳସୀର ମହତ୍ତ୍ୱ କ'ଣ ବା ମହିମା କ'ଣ ପ୍ରତିପାଦନ କରିଛନ୍ତି। ଏଇ ତୁଳସୀ ବିଷୟରେ ବିଭିନ୍ନ କଥା ଲେଖା ହେଇଛି।